ବିଳମ୍ବିତ ରାତିରେ ଦୁର୍ଘଟଣାଗ୍ରସ୍ତ ହେଲା ନମ୍ବରବିହୀନ ସ୍କର୍ପିଓ ଗାଡ଼ି। ବିଳମ୍ବିତ ରାତିରେ ଦୁର୍ଘଟଣାଗ୍ରସ୍ତ ହେଲା ନମ୍ବରବିହୀନ ସ୍କର୍ପିଓ ଗାଡ଼ି। ଗଜପତି ଜିଲ୍ଲା ମୋହନ ଥାନା ଚନ୍ଦ୍ରଗିରି ନିକଟ ଡାହାଣୀ ନାଳଠାରେ ଘଟିଛି ଏହି ଦୁର୍ଘଟଣା। ଘଟଣାସ୍ଥଳରୁ ସମସ୍ତ ଯାତ୍ରୀ ଗାୟବ ରହିଛନ୍ତି। ନିକଟସ୍ଥ ମେଡିକାଲ କିମ୍ବା ପୋଲିସ ଫାଣ୍ଡିରେ ଏନେଇ କୌଣସି ସୂଚନା ନଥିବା କହିଛନ୍ତି ଫାଣ୍ଡି ଅଧିକାରୀ। ପାରିପାର୍ଶ୍ୱିକ ସ୍ଥିତିରୁ ଅନୁଧ୍ୟାନ କଲେ ଜଣାପଡ଼ୁଛି ଯେ ଦୁର୍ଘଟଣା ପରେ ଗାଡ଼ିର ନମ୍ବର ବାହାର କରି ନେଇଛନ୍ତି। ଏପରିକି ଏହି ଗାଡ଼ିଟି ପୂର୍ବରୁ ରଙ୍ଗ କଲର ଥିବାବେଳେ ଏହାର ଧଳା କଲର କରାଯାଇଥିବା ଅନୁମାନ କରାଯାଉଛି। ତେବେ ଗାଡ଼ିଟି କେଉଁଠିକି ଯାଇଥିଲା, କ'ଣ ପାଇଁ ଯାଉଥିଲା ଏବଂ କିଏ ସବୁ ଥିଲେ, ସମସ୍ତ ଦିଗକୁ ଅନୁଧ୍ୟାନ କରି ପୋଲିସ ତଦନ୍ତ ଚଳାଇଛି। ଗଜପତି ଜିଲ୍ଲା ମୋହନାରୁ ଲକ୍ଷ୍ମୀ ନାରାୟଣ ଆଚାର୍ଯ୍ୟଙ୍କ ରିପୋର୍ଟ, ଆମ ଖବର ଲାଇଭ୍ 1।